ପଖାଳର ପ୍ରିୟ ବନ୍ଧୁ ପାତୁଆ ମାଛର ଟୁକଟୁକ ଆଜି କରିବା। ଯେହେତୁ ଆପଣ ଲାଷ୍ଟ ପୋଷ୍ଟରେ ପଖାଳ ଦେଖିଥିଲେ, ପଖାଳରେ ମୁଁ ଗୋଟେ ମାଛ ଟୁକଟୁକା କରିଥିଲି, ତ ଆଜି ସେଟା ବନେଇବା। ମୁଁ ମାଛଟା ପାଇଁ ପତୁଆ ମାଛ ବା ଚୁନା ମାଛ ନେଇଥିଲି। ତାକୁ ଭଲସେ ଧୋଇକି ଟିକେ ତେଲ ଲୁଣ ପକାଇ ମ୍ୟାରିନେଟ୍ କରିକି ତାକୁ ହାଲକା ସେ ଭାଜିଦେଲି। ଯେହେତୁ ଚୁନା ମାଛ ବହୁତ ଫ୍ରେଶ୍ ଥିଲା, ତାକୁ ବେଶୀ ଭାଜିବା ବି ଆବଶ୍ୟକ ନୁହଁ। ତ ଜଷ୍ଟ ଟିକେ ଏପଟ ସେପଟ ଭାଜି ଦେଇ ସାରିଲା ପରେ ତେଲରେ ପଞ୍ଚଫୁଟଣ, ପିଆଜ, ଟମାଟୋ ଆଉ ବେସର ପେଷ୍ଟ ପକାଇକି ଟିକେ କଷିଦେଲି। ତାପରେ ମାଛ ଆଉ ତା ସାଙ୍ଗରେ ଆମ୍ବୁଲ ସହ ପକେଇକି ତାକୁ ଏଗେନ୍ 7ରୁ 8 ମିନିଟ୍ ଭଲସେ ଫୁଟେଇ ଦେଇ ତାପରେ ଧନିଆ ପତ୍ର, କଞ୍ଚା ଲଙ୍କା ପକେଇଦେଲେ ବାସ୍ ପଖାଳ ସାଙ୍ଗରେ ଉଡ଼ିବ। ହଁ ଠିକ୍, ଏଇଟା ଗୋଟେ କଥା। ଏଥିରେ ମୋ ପାଇଁ ଯେହେତୁ କାନ୍ଧିଆ ନାହିଁ, ମୁଁ ଆମ୍ବୁଲ ପକେଇଲି। ଯଦି ଆପଣଙ୍କ ଘରେ କାନ୍ଧିଆ ଅଛି ତାହେଲେ ମୋ କାନ୍ଧିଆ ନିହାତି ପକାନ୍ତୁ, ଆଉ ଟେଷ୍ଟଟା ଆହୁରି ଦ୍ୱିଗୁଣା ବଢ଼ିଯିବ। ତାହେଲେ ଆପଣ କୁହନ୍ତୁ, ଶୀତ ଦିନେ ବାସି ପଖାଳ ଖାଆନ୍ତି କି ନାହିଁ? ଯଦି ଖାଆନ୍ତି, ବାସି ପଖାଳ ସାଙ୍ଗରେ କ'ଣ କ'ଣ ଖାଆନ୍ତି? ଶୀତ ଦିନେ ଛାତ ଉପରେ ପଖାଳ ଖାଇବାର ମଜା କିଛି ଅଲଗା। ଦେଖନ୍ତୁ, ବାସି ପଖାଳ, ଆମ୍ବୁଲ ପାଗ, ଇଏ ଆମ୍ବୁଲର ବାପା ଶୁଖୁଆ ପୋଡ଼ା ପାଗ, ଇଏ ହେଲା ସବୁ ଗୋଳମାଳିଆ ପାଗ, ଖଳା ଶାଗ ଆଉ ଇଏ ବେସର। ହଉ, ମୁଁ ଆଉ ରହିପାରୁନି, ନାଳ ବାହାରିଲାଣି, ମୁଁ ଖାଉଛି, ତାପରେ ଆପଣଙ୍କ ସହିତ କଥା ହେବି।